ନନ୍ଦମାଷ୍ଟର ଚାଟଶାଳୀ ଯେଉଁଟାକି ଆମେ ଦୀର୍ଘ 2021 ମସିହାରୁ ଆରମ୍ଭ କରିଥିଲୁ ତାର ସୁଟିଂ ଏବଂ ତା 2023ରେ ସରିଥିଲା। ତାପରେ ଆମେ ବିଭିନ୍ନ ଇଣ୍ଟରନ୍ୟାସନାଲ ଲେବୁଲରେ ତାକୁ ନେଇକି ପ୍ରେଜେଣ୍ଟ କରିଥିଲୁ। ଫିଲ୍ମକୁ ନେଇ କ'ଣ କହିବେ? ମୁଁ ଅଭୟପତି ନନ୍ଦମାଷ୍ଟର ଚାଟଶାଳୀର ପ୍ରଡ୍ୟୁସର ଅଛି। ଇଣ୍ଟରନ୍ୟାସନାଲ ଲେବୁଲରୁ ଆସିକି ବର୍ତ୍ତମାନ ଆମେ ପହଞ୍ଚିଛୁ ଆମ ଦେଶରେ ନିଜ ମାଟିରେ। କାହିଁକିନା ନନ୍ଦ ସାର୍ଙ୍କୁ ମଧ୍ୟ ଦେଶରେ ଯେଉଁ ସମ୍ମାନ ମିଳିଛି, ପଦ୍ମଶ୍ରୀ ସମ୍ମାନ ମିଳିଛି, ସେଇଟାକୁ ଲୋକଙ୍କ ଭିତରେ ଆମେ ନେବା ପାଇଁ ଚାହୁଁଛୁ। ଲୋକଙ୍କ ଭିତରେ ବିଶେଷ କରି ଯେଉଁ ଯୁବବର୍ଗ ଛାତ୍ରଛାତ୍ରୀ ସେମାନଙ୍କ ଭିତରେ ସେ କେମିତି ଆଦୃତ ହେଇକି ଥିଲେ ଏବଂ ବର୍ତ୍ତମାନ ତାଙ୍କର ଯେଉଁ ସବୁ ଜୀବନୀ ଉପରେ ଆମେ ଯେଉଁ ପ୍ରାମାଣିକ ଚିତ୍ରଟି କରିଛୁ ସେଇଟା ତାଙ୍କ ମଧ୍ୟରେ କେମିତି ବର୍ତ୍ତମାନ ହେଉଛି ପହଞ୍ଚି ପାରିବ। ନନ୍ଦ ସାର୍ଙ୍କ ଚରିତ୍ର ହେଉଛି ସେ ଜଣେ 104 ବର୍ଷର ବୃଦ୍ଧ ବୟସ୍କ ବ୍ୟକ୍ତି ଥିଲେ, ଯିଏକି ଦୀର୍ଘ 72 ବର୍ଷ 70 ବର୍ଷର ଉର୍ଦ୍ଧ୍ୱ ଧରି ନିଜର ଚାଟଶାଳୀ ପରମ୍ପରା ଯେଉଁ ଥିଲା, ଚାଟଶାଳୀ ମାଧ୍ୟମରେ ସେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସେ ମାଗଣାରେ ଶିକ୍ଷାଦାନ କରିଛନ୍ତି। ତାଙ୍କର ଯେଉଁ ଶିକ୍ଷାଦାନ ଫଳରେ ବର୍ତ୍ତମାନ ଶହ ଶହ ଛାତ୍ରଛାତ୍ରୀ ବାହାର ବିଦେଶରେ ମଧ୍ୟ ସେମାନେ ବିଭିନ୍ନ ଉଚ୍ଚ ପଦବୀରେ ସବୁ ରହିଛନ୍ତି। ତାଙ୍କରି ଉପରେ ଯେଉଁ ଫିଲ୍ମଟେ କରିଛୁ, ବିଶେଷ କରି ତାଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଯେଉଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି, ଏଇଟା ହେଉଛି ଗୋଟେ ଗୁରୁତ୍ୱ ଜିନିଷ। ଆଉ ସେଥିପାଇଁ ନନ୍ଦ ସାର୍ଙ୍କୁ ଏବଂ ତାଙ୍କର ଯେଉଁ ରହିଛି ତାଙ୍କର ଗୁଣକୁ ସେଇଟାକୁ ମାନେ ଯେମିତି ସବୁଆଡ଼େ ବର୍ତ୍ତମାନ ଦେଶ ଭିତରେ ରଖିବାକୁ ଚାହୁଁଛୁ। ଆଗାମୀ 12 ତାରିଖରେ ଆମେ ଫିଲ୍ମଟିକୁ ଦେଶ ସାରା ରିଲିଜ୍ କରୁଛୁ। ଓଡ଼ିଶା ସମେତ ସମସ୍ତ ଦିଲ୍ଲୀ, କୋଲକାତା, ବମ୍ବେ, ହାଇଦ୍ରାବାଦ ସବୁଆଡ଼େ ରିଲିଜ୍ କରୁଛୁ। ସମସ୍ତଙ୍କୁ ମୁଁ ଅନୁରୋଧ କରିବି, ନନ୍ଦ ସାର୍ଙ୍କର ଯେଉଁ ବହୁତ ଚର୍ଚ୍ଚିତ ନନ୍ଦ ସାର୍, ତାଙ୍କ ଉପରେ ଯେଉଁ ଚଳଚ୍ଚିତ୍ରଟି ହେଇଛି ସମସ୍ତେ ଆସିକି ଦେଖନ୍ତୁ ଏବଂ ଏହାକୁ ଉପଭୋଗ କରନ୍ତୁ। ଯେହେତୁ ମୁଁ ଶିକ୍ଷାଦାନ ପାଇଁ ମୁଁ ଗୋଟେ ନିଜେ ଇଂଲିଶ ମିଡ଼ିୟମ ସ୍କୁଲ କରିଛି ଏବଂ ସାମ୍ବାଦିକତା ମଧ୍ୟ କରେ, ତେଣୁ ସାମ୍ବାଦିକତା କରିବା ଭିତରେ ନନ୍ଦ ସାର୍ଙ୍କ ସଂସ୍ପର୍ଶରେ ଆସିଥିଲି ଏବଂ ତାପରେ ସେଇ ସାମ୍ବାଦିକତା ଭିତରେ ମୁଁ ଯେତେବେଳେ ତାଙ୍କୁ ପଦ୍ମଶ୍ରୀ ଆୱାର୍ଡ଼ ମିଳିଲା, ମୋର ମନରେ ଗୋଟେ ଉତ୍ସାହ ଆସିଲା ଯେ ଯଦି ନନ୍ଦ ସାର୍ ଏତେ ଶିକ୍ଷାଦାନ କରୁଛନ୍ତି ଚାଟଶାଳୀ ପରମ୍ପରାଟାକୁ, କାହିଁକି ଆମେ ଆଉ ଅଧିକ ଆଗକୁ ନେଇପାରିବାନି। ତେଣୁ ସେଇଟାକୁ ମନ ଭିତରେ ରଖିକି ଗୋଟେ ଶିକ୍ଷା ଉପରେ ଗୋଟେ ପ୍ରାମାଣିକ ଚଳଚ୍ଚିତ୍ର ତାଙ୍କ ଉପରେ କରିବା ପାଇଁ ମନ ଭିତରେ ଆସିଲା।